ବର୍ତ୍ତମାନ ଟାଇମ୍ ଆସିକି ହେଲାଣି 7:45। ମୁଁ ସ୍କୁଲ ହାଉସ୍ କ୍ଲବ୍ ପାଇଁ ଆସ୍ପିରେସନାଲ ପ୍ରୋଜେକ୍ଟ କରୁଛି। ଟ୍ୟୁସନରୁ ଆସିକି ସକାଳ 10ଟାରୁ ଆସ୍ପିରେସନାଲ କ୍ଲବରେ ଲାଗିଛି ଯେ ଏପର୍ଯ୍ୟନ୍ତ ହେଲା ବି ଶୋଇପାରେନି, ମାନେ ଅଧା କମ୍ପ୍ଲିଟ୍ ବି ମୋର ହେଇନି। ତେଣୁ ମୋର ଟପିକ୍ ମତେ ଦେଇଛନ୍ତି ରେବତୀ। ଆପଣମାନେ ମତେ ଜାଣିଥିବେ ବୋଧେ ଯୋଉ ଲୋ ରେବତୀ, ଲୋ ରେବି, ଲୋ ନିଆ, ଲୋ ଚୁଲି, ଜାଣିଥିବେ ଯୋଉ ରେବତୀ ସେତେବେଳେ ଟିଭି ସିରିଏଲ ମାନଙ୍କରେ ଆସେ, ବହି ଗଳ୍ପରେ ମଧ୍ୟ ଆସେ। ଏହି ଗଳ୍ପର ଗାଳ୍ପିକ ହେଉଛନ୍ତି ଫକୀର ମୋହନ ସେନାପତି, ଯିଏକି ଆମ ସମଗ୍ର ଓଡ଼ିଶା ନୁହେଁ ତ ସମଗ୍ର ଭାରତ ବର୍ଷରେ ଯିଏ ବ୍ୟାସକବି ଭାବେ ପରିଚିତ। ତେଣୁ ତାଙ୍କ ଟପିକ୍ ମତେ ଦେଇଛନ୍ତି କରିବା ପାଇଁ। ଦେଖନ୍ତୁ ମୁଁ ବସି କରୁଛି ଆସ୍ପିରେସନାଲ। ମୋ ଅକ୍ଷର ବି ସେତିକି ଭଲ ନାହିଁ, ଖରାପ ଲେଖୁଛି। ଏମିତି ଟିକେ ସାଇଡରେ କଲରିଂ କରିକି ଚିତ୍ର କରିଦେଇଛି। ଆଉ ଦେଖନ୍ତୁ ଲୋ ନିଆ, ଲୋ ରେବତୀ, ଲୋ ରେବି, ଲୋ ନିଆ, ଲୋ ଚୁଲି। ଆଉ ହେଉଛନ୍ତି ଆମ ବ୍ୟାସକବି ଫକୀର ମୋହନ ସେନାପତି, ଆପଣମାନେ ତ ଜାଣିଥିବେ। ମତେ ତ ପ୍ରବଳ ଜୋରସେ ନିଦ ଆସିଲାଣି, କିନ୍ତୁ ମତେ ସାରିବାକୁ ପଡିବ ସକାଳ 7ଟାରେ ସ୍କୁଲ। ତା ବାଦେ ଆମର ଏକ୍ସଟ୍ରା ଯୋଉ ଆକ୍ଟିଭିଟି କରିକୁଲମ କଲଚର, ତାକୁ ବି ମତେ ଦେଇଛନ୍ତି 4ଟା ସବଜେକ୍ଟ ଉପରେ ସଙ୍ଗ ଗାଇବା ପାଇଁ। ଗୋଟେ ମାଟିର ମଣିଷ, ଲାବଣ୍ୟବତୀ, ଶେଫାଳି ଫୁଲ, ଆଉ ହେଲା ଜାଗବନ୍ଧନ ହରା, ଏସବୁ ବହିର ଗାଳ୍ପିକ ନେଇକି ଗୋଟେ କମ୍ପିଟିସନ ହବ, ସେଥିରେ ପାର୍ଟିସିପେଟ୍ କରିବା ପାଇଁ, ଯେହେତୁ ଗୋଟେ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ। ମତେ ମାର୍କ ମିଳିବ। ଯାହା ହଉ, ମାନେ ମତେ ନିଦ ଲାଗିଲାଣି, ମୋର ଗୋଟେ କାମ ବି ସରିନି। ତାକୁ ବାଦେ ସବୁଆଡେ ମୁଣ୍ଡ ବିନ୍ଧା ହେଇଗଲାଣି। ମତେ ନିଦ ଲାଗିଲାଣି। ଆପଣଙ୍କୁ ଦେଖିବାର ଥିଲା ମୋ ପ୍ରାଇସ୍, ସେଟା ତ ଗୋଟେ ପ୍ରାଇସ୍ ଲେଖିଯାଇଥିଲି ମୋ ଫାର୍ଷ୍ଟ ଭିଡିଓରେ, ମୋ ପ୍ରାଇସ୍ ଆସନ୍ତୁ ଦେଖି। ଏଟା ମୋ ସ୍କୁଟି ଧୁଆ ହେଇଛି, ଏଟା ହେଲା ମୋ ପ୍ରାଇସ୍। ଆସନ୍ତୁ ଦେଖନ୍ତୁ, ଏସବୁ ଟୋଟାଲ ପ୍ରାଇସ୍ ଫାର୍ଷ୍ଟ ଥୁଆ ହେଇଛି, ତା ଭିତରେ ଆହୁରି ପ୍ରାଇସ୍ ଥୁଆ ହେଇଛି। ସେକେଣ୍ଡ ଥାକରେ ବି ଥୁଆ ହେଇଛି ପ୍ରାଇସ୍, ଥାର୍ଡରେ ବି ଥୁଆ ହେଇଛି। ଦେଖନ୍ତୁ ଥୁଆ ହେଇଛି ପ୍ରାଇସ୍, ସୁନ୍ଦର ଲାଗୁଛି ଥାକଟା। ମୁଁ ବସିଛି, ମୋ ପ୍ରୋଜେକ୍ଟ କାମ ସରିନି। ମତେ ବହୁତ ହାଲିଆ ଲାଗିଲାଣି ବି, କୋଚିଂ କରିବା ପାଇଁ ବି ଯାଇଥିଲି। ଆସନ୍ତୁ ଟିକେ ହେଲ୍ପ କରିଦିଅ ନହେଲେ ମତେ ମୋ ପ୍ରୋଜେକ୍ଟ ତିଆରିରେ। ଆଉ କଣ ସବୁ ସନ୍ଧ୍ୟାବେଳ ଟାଇମ୍ ତ ଆମ ଏପଟେ ଟିକେ ଥଣ୍ଡା ପାଗ ଦଉଛି, ମେଘୁଆ ପାଗ, ଶୀତ ଲାଗୁଛି। ମୁଁ ଘୋଡି ହେଇକି ବସିଛି। ତେଣୁ ଆପଣ ମାନଙ୍କୁ ସକାଳେ କହିଥିଲି, ଏବେ ବି କହୁଛି, ଆପଣ ମାନେ ଆସିବେ କାଲି। କାଲି ହଉଛି ଆମର ହାଉସ୍ କ୍ଲବ୍ ମାନେ ସାହିତ୍ୟ ସୃଜନୀ ମେଳା। ତେଣୁ ସମସ୍ତେ ଆସିକି ଆମ ସହ ଯୋଗଦାନ ଦେବେ। ତେଣୁ ଆପଣ ମାନେ ବି ଆସନ୍ତୁ, ଆମ ସହ ଯୋଗଦାନ। ରହୁଛି, ନମସ୍କାର।